ମଧୁବନ ଜଙ୍ଗଲରେ ଶୀତ ଦିନ ଆରମ୍ଭ ହୋଇଯାଇଥିଲା। ସକାଳର ସୁଲୁସୁଲିଆ ପବନରେ ଶୁଖିଲା ପତ୍ରଗୁଡ଼ିକ ଗଛରୁ ଝଡ଼ି ପଡ଼ି ତଳେ ପଡ଼ୁଥାଏ। ଯେମିତି ଲାଗୁଥାଏ ଧରିତ୍ରୀ ମାତା ଏକ ସୁନେଲି ଚାଦର ଘୋଡ଼େଇ ହେଇ ଶୋଇଛି। ସେହି ଜଙ୍ଗଲର ସବୁ ପକ୍ଷୀମାନଙ୍କୁ ଏ କଥା ଜଣାଥିଲା କି ଜଙ୍ଗଲରେ ପ୍ରବଳ ଶୀତ ପଡ଼ିବାକୁ ଯାଉଛି। କାରଣ ସେହି ଜଙ୍ଗଲର ସୂଚନା କେନ୍ଦ୍ର ହେଉଛି ମିଠୁଶୁଆ। ମିଠୁଶୁଆ ପାଖରେ ସବୁ ଖବର। ସେ ପ୍ରଥମରୁ ସବୁ ପକ୍ଷୀମାନଙ୍କୁ ଚେତାବନୀ ଦେଇଥିଲା। ମିଠୁଶୁଆ ଜୋର ଜୋର କହି ବୁଲେ, ଶୁଣ ଶୁଣ ସମସ୍ତେ ଶୁଣ, ଜଙ୍ଗଲରେ ବରଫ ବର୍ଷା ହବାକୁ ଯାଉଛି। ସମସ୍ତେ ନିଜ ନିଜର ବ୍ୟବସ୍ଥା କରିଦିଅ। ଶୁଣ ଶୁଣ ସମସ୍ତେ ଶୁଣ। ସେହି ଜଙ୍ଗଲରେ ରହୁଥିଲା ଟିକି ଚଢ଼େଇ। ଟିକି ଚଢ଼େଇ ବହୁତ ପରିଶ୍ରମୀ, ଭଲ ହୃଦୟର ଚଢ଼େଇଟିଏ ଥିଲା। ଟିକି ଚଢ଼େଇର ଗୋଟେ ଝିଅ ଥିଲା, ତା ନାଁ ପରି। ଟିକି ଚଢ଼େଇ ସୂର୍ଯ୍ୟ ଉଦୟ ଆଗରୁ ଉଠି ଯାଉଥିଲା ଆଉ ତା ଝିଅ ପରି ସହିତ ମିଶିକି ନିଜ ଘରର ମରାମତି କାମ କରୁଥିଲା। ସେ ଜାଣିଥିଲା ଯେତେବେଳେ ବରଫ ବର୍ଷା ହବ ସେତେବେଳେ ଖାଦ୍ୟ ମିଳିବା ମୁସ୍କିଲ ହେଇଯିବ। ସେଇଥିପାଇଁ ସେ ଦିନ ରାତି ପରିଶ୍ରମ କରୁଥିଲା ଆଉ ଖାଦ୍ୟ ସବୁ ଆଣି ଏକାଠି କରୁଥିଲା। ଦାନା ଆଉ ଫଳ ଯୋଗାଡ଼ କରି ରଖୁଥିଲା। ଟିକି ଚଢ଼େଇର ସବୁଠାରୁ ଗୋଟେ ଭଲ ଗୁଣ ଥିଲା, ସେ କେବଳ ନିଜ ପାଇଁ ନୁହଁ ଜଙ୍ଗଲର ଅନ୍ୟ ପକ୍ଷୀ ମାନଙ୍କ ପାଇଁ ବି ଭାବୁଥିଲା। ସେ ସବୁଦିନ ତା ଖାଦ୍ୟରୁ ଅଧା ଭାଗ ମିନୁ ମାଉସୀକୁ ଦେଇ ଦେଇଥିଲା। କାରଣ ମିନୁ ମାଉସୀ ସେଇ ଜଙ୍ଗଲର ସବୁଠାରୁ ବୁଢୀ ଚଢ଼େଇ ଥିଲା। ମିନୁ ମାଉସୀ ବୁଢୀ ହେଇଯିବା ଯୋଗୁ ସେ ବହୁତ ଦୂର ଉଡି ପାରୁନଥିଲା। ଟିକିର ଏଇ ଭଲ ଗୁଣ ପାଇଁ ବଣ୍ଟି ପାରା ଆଉ ଡିମ୍ପି ଚଢ଼େଇ ଟିକି ଚଢ଼େଇର ବହୁତ ଇଜ୍ଜତ କରୁଥିଲେ। ହେଲେ ସେହି ଜଙ୍ଗଲରେ ଗୋଟେ ପୁରୁଣା ଶୁଖିଲା ଗଛରେ ରହୁଥିଲେ କାଉର ପରିବାର। ସାନୁ କାଉ ଆଉ ତା ସ୍ତ୍ରୀ ରାନୁ କାଉ, ତାର ଗୋଟେ ପୁଅ ଜଗୁ। ରାନୁ କାଉ ଚିଲେଇବା ଆଉ ଚାଲାକି ଗୁଣରେ ପରିପୂର୍ଣ୍ଣ ଥିଲା। ସେଥିପାଇଁ ସେ ଜଙ୍ଗଲରେ ବହୁତ ଫେମସ ଥିଲା। ଆଉ ତା ପୁଅ ଜଗୁ, ସେ ତ ବଡ ଶୈତାନ ଥିଲା। ନିଜ ମା ବାପା ଠାରୁ 2 ପାଦ ଆଗରେ ଥିଲା। ସେ 3 ଜଣ ଗୋଟେ ବଦମାସ ଗ୍ୟାଙ୍ଗର ଥିଲେ। ତାଙ୍କର କିଛି କାମ ଧନ୍ଦା ନଥିଲା, ବାସ୍ ଅନ୍ୟମାନଙ୍କର ମଜାକ ଉଡେଇବାର କାମ କରୁଥିଲେ। ଗୋଟେ ଦିନ ଟିକି ଚଢ଼େଇ ଆଉ ପରି ବହୁତ ମୁସ୍କିଲରେ କିଛି ଗହମ ଦାନା ଖୋଜିକି ଆଣୁଥିଲେ। ସେତେବେଳେ ରାନୁ କାଉ ମା ଝିଅଙ୍କୁ ଦେଖି ଦେଇଥିଲା। ଗୋଟେ ଗଛ ଡାଳରେ ବସି ରାନୁ କାଉ ଆରାମରେ ବାଦାମ ଖାଉଥିଲା, ଯୋଉ ବାଦାମକୁ ଜଙ୍ଗଲରେ ଯାଉଥିବା କୌଣସି ପକ୍ଷୀଠାରୁ ଛଡେଇ ରଖିଥିଲା। ରାନୁ କାଉ ଯେତେବେଳେ ଟିକି ଚଢ଼େଇକୁ ଦେଖିଦେଇଛି ତାକୁ ତାନା ମାରି କହିବାକୁ ଆରମ୍ଭ କଲା, ହାଲୋ ଚଢ଼େଇ, ତୁ ଏତେ କାହିଁ ଖଟୁଛୁ କହିଲୁ? ଏବେ ତ ଶୀତ ଦିନ ଜଷ୍ଟ ଆରମ୍ଭ ହେଇଛି, ଭଲରେ ବି ଶୀତ ପଡିନି। ତୁ ଏବେଠାରୁ ମୂଲିଆଣି ହେଇ କାମ କଲୁଣୁ। ଦେଖ ମତେ ଟିକେ ଦେଖେ, ମୁଁ କେମିତି ଅଏସରେ ଜିଉଛି ଜୀବନ। ସେଇଠି ସାନୁ କାଉ ବି ହସିକି କହିଲା, ଆଲୋ ହଁ ରାନୁ, ତୁ ଏକଦମ ଠିକ କଥା କହିଛୁ। ଆରେ ଯେତେବେଳେ ଭୋକ ଲାଗିବ ସେତେବେଳେ ଦେଖିବା। ଜଙ୍ଗଲ ତ ଖାଦ୍ୟ ଆଉ ଦାନାରେ ପରିପୂର୍ଣ୍ଣ। ଏବେଠାରୁ ଏତେ ପରିଶ୍ରମ କାହିଁକି ବା? ତାପରେ ଟିକି ଚଢ଼େଇ ସେମାନଙ୍କୁ କହିଲା, ହେଲେ ରାନୁ ଭଉଣୀ, ମିଠୁ ଭାଇ ତ କହିଛନ୍ତି ଏ ବର୍ଷ ବହୁତ ବରଫ ବର୍ଷା ହବାର ଅଛି। ଯଦି ଆମେ ପରିଶ୍ରମ କରିବାନି, ଖାଦ୍ୟ ଯୋଗାଡ଼ କରିବାନି, ତାହେଲେ ପରେ ଆମ ପିଲାମାନଙ୍କୁ ଭୋକିଲା ରହିବାକୁ ପଡିବ। ତମେ ବି ଗୋଟେ କାମ କର, କିଛି ଦାନା ଆଉ ଫଳ ଆଣି ଯୋଗାଡ଼ କରି ରଖିଥାଅ। ସେଇଠି ଜଗୁ ଆସି ମଝିରେ କଥା କହିଲା, ବୁଝିଲା ଟିକି ଆଣ୍ଟି, ଆମକୁ ଦାନା ଯୋଗାଡ଼ କରିବା କିଛି ବି ଦରକାର ନାହିଁ ମ। ଆମେ ମାନେ ଭଲ ଖାନଦାନର କାଉ, ଆମକୁ ଖାଦ୍ୟର ଅଭାବ ନାହିଁ। ଏମିତି କହି କାଉ 3 ଜଣ ଜୋର ଜୋର ହସିବାକୁ ଲାଗିଲେ। ଟିକି ଚଢ଼େଇ ସେମାନଙ୍କ କଥାରେ ଧ୍ୟାନ ଦେଲାନି। ସେ ତା କାମ କରି ଚାଲିଲା। ଦିନ ବିତିଗଲା ଆଉ ଦିନକୁ ଦିନ ଥଣ୍ଡା ବି ବଢି ବଢି ଚାଲିଲା। ପବନ ଯେମିତି ବରଫ ପରି ପବନ ଦଉଥାଏ। ଗୋଟେ ଦିନ ସନ୍ଧ୍ୟା ବେଳେ ଅଚାନକ ପାଗ ବଦଳିଗଲା। ଆକାଶରେ କଳା କଳା ବାଦଲ ଛାଇଗଲେ। ଦେଖୁ ଦେଖୁ ଧଳା ଧଳା ବରଫ ବର୍ଷା ହବାକୁ ଲାଗିଲା। ପୁରା ମଧୁବନ ଜଙ୍ଗଲରେ ହାହାକାର ଖେଳିଗଲା। ସବୁ ପକ୍ଷୀମାନେ ନିଜ ନିଜ ଘରେ ଲୁଚିକି ରହିଲେ। ଯୋଉମାନେ ପରିଶ୍ରମ କରିଥିଲେ ସେମାନେ ବହୁତ ଭଲରେ ଥିଲେ। ଟିକି ଚଢ଼େଇର ବସା ବହୁତ ଗରମ ଥିଲା ଆଉ ତା ପାଖରେ ପୁରା ଶୀତ ଦିନ ପାଇଁ ଖାଦ୍ୟ ଜମା ହେଇକି ଥିଲା। ପରି ମଜା ମାରି ଖାଉଥିଲା ଆଉ ତା ମା କୋଳରେ ଶୋଇ ମା ଠାରୁ କାହାଣୀ ଶୁଣୁଥିଲା। ଆଉ ଏପଟେ କାଉର ପରିବାର ବହୁତ ଖରାପ ଅବସ୍ଥା ହେଇଯାଇଥିଲା ସେମାନଙ୍କର ବସା ଖତରା ହେଇ ଫାଟି ଯାଇଥିଲା ଆଉ ସେଥିରେ ଥଣ୍ଡା ଥଣ୍ଡା ପବନ ପଶି ଆସୁଥିଲା। ରାନୁ କାଉ ଥଣ୍ଡାରେ ଥରୁଥିଲା। ଜଗୁ ଭୋକରେ ବହୁ ଜୋରେ କାନ୍ଦୁଥିଲା। ମାମା, ମତେ ଭାରି ଜୋରେ ଭୋକ ହେଲାଣି, କିଛି ଖାଇବାକୁ ଦେ। ତାପରେ ରାଗି ଯାଇ ରାନୁ କାଉ କହିଲା, ଚୁପ୍ କର, ଖାଇବାକୁ ମୁଁ କୋଉଠୁ ଆଣିବି? ଦେଖିଲୁଣି ପଦାରେ କେତେ ଜୋର ବରଫ ବର୍ଷା ହଉଛି। ଆମ ଦୁଆରେ ବରଫ ଜମି ଗଲାଣି।
ଆଲୋ ରାନୁ, ମୁଁ ଆଗରୁ କହୁଥିଲି କିଛି ଖାଇବା ଚାଲେ, ଜମା କରି ରଖିବା, ହେଲେ ତୁ କିଛି ଶୁଣିଲୁନୁ। ତାପରେ ରାନୁ କାଉ ପୁରା ଚିଡ଼ିଗଲା। ଚିଡ଼ି ଯାଇ ସାନୁ କାଉକୁ କହିଲା, ଓହୋ, ଏବେ ଆଉ ମୋ ଉପରେ ଦୋଷ ଲଦନି ହେଲା। ଭାବ କଣ କରିବା, କୋଉଠୁ ଖାଇବା ଆଣିବା। ଆଜି ଯଦି ଆମେ ଖାଦ୍ୟ ନ ଖାଇବା ତାହେଲେ ଆମେ ଥଣ୍ଡା ଆଉ ଭୋକରେ